ମୁଁ ବିବେକାନନ୍ଦ ବାରିକ ସମାଜସେବୀ। ଆଉ ବିଶେଷ ଭାବରେ ଆଜି ଯୋଉ ଚାରିଧାମ ସିନେମାଟି ଆମେ ଦେଖିବାକୁ ଆସିଛୁ, କିଛି ଅନୁଷ୍ଠାନର ଯୋଉ ବୃଦ୍ଧାଶ୍ରମ ହୁଅନ୍ତୁ କି ଚାଇଲ୍ଡ ହୋମ ର ଅନୁଷ୍ଠାନଙ୍କ ପିଲାମାନଙ୍କ ସହିତ ଏଇ ଯୋଉ ଚାରିଧାମ ଫିଲ୍ମଟି ଦେଖିବାକୁ ଆସିଛୁ। ବିଶେଷ ଭାବରେ ମୁଁ ଧନ୍ୟବାଦ ଦେଇ ସୁନା ଭାଇକି, ସିଏ ଚାରିଧାମ ଫିଲ୍ମ ଦେଖିଲା ପରେ ମତେ ପ୍ରଥମେ କହିଥିଲା ବିଭୁ ତମେ ବି ଯାଇ ଦେଖ ଚାରିଧାମ ଫିଲ୍ମଟା, ବାପା ମାଙ୍କ ଉପରେ ହେଇଛି। ସବୁଠୁ ବଡ କଥା ଫିଲ୍ମ ଦେଖିଲା ପରେ ଆମକୁ ଗୋଟେ ନିଜକୁ ବି ସେତିକି ଆନନ୍ଦିତ ଲାଗିଲା ଯେ ଆଜିକାଲି ମୋ ସମାଜରେ ଓଲ୍ଡ ଏଜ ହୋମ କି ବୃଦ୍ଧାଶ୍ରମ ନ ହଉ। ସେଟା ବିଶେଷ ଭାବରେ ଆମେ ଏଇ ଫିଲ୍ମରୁ ମାନେ ଗୋଟେ ପାଇଲୁ ଉଦାହରଣ। ବାପା ମା ଖାଲି ଚାରିଧାମ ବୁଲେଇଲେ ହବନି, ବାପା ମା ଘରେ ହିଁ ବାପା ମା ଚାରିଧାମ। ଆମେ ବିଶେଷ ଭାବରେ ଚାଲିଗଲା ପରେ ବାପା ମା ଆମେ ବହୁତ ଲୋକଙ୍କୁ ଖାଇବା ପିଇବା ଦଉଛେ, କିନ୍ତୁ ମୋର ଗୋଟେ ଆପଣ ମାନେ ଅନୁରୋଧ, କିଛି ଖାଇବା ପିଇବା ଦେବା ଦରକାର ନାହିଁ, ନିଜ ବାପା ମାଙ୍କୁ ସେତିକି ସମୟ ଦିଅନ୍ତୁ। ସେ ବାପା ମା ହିଁ ଆପଣଙ୍କୁ ଚାରିଧାମ। ଆଉ ବିଶେଷ ଭାବରେ ସୁନା ଭାଇକି ଧନ୍ୟବାଦ ଦେବି, ଏବଂ ଆମର ଯିଏ ତନିଆ ମ୍ୟାଡମ ତନିଆ ଅଛନ୍ତି ପ୍ରଯୋଜକ ଆଉ ନିର୍ଦ୍ଦେଶକ ତାପସ ଭାଇ, ସେମାନେ ଆମ କଥାକୁ ଆଗ୍ରହ କରିକି ଆଜି 300ରୁ ଉର୍ଦ୍ଧ୍ୱ ଟିକେଟ ଏଠି ବ୍ୟବସ୍ଥା କରିଛନ୍ତି। ଆମର ସବୁ ଅନୁଷ୍ଠାନର ପିଲାମାନେ ଆଉ ମା ମାନେ ଆସିଛନ୍ତି, ତାଙ୍କୁ ହୃଦୟରୁ ଧନ୍ୟବାଦ। ଏ ସିନେମା ଗୋଟେ ବ୍ଲକବଷ୍ଟର ହେଇକି ଗୋଟେ ଓଡିଆ ଇତିହାସରେ ଗୋଟେ ସ୍ମରଣ ହେଇକି ରହୁ। ଜୟ ଜଗନ୍ନାଥ।